ଯିଏ ପାଗଳ ଭଳି ଭଲ ପାଉଥିଲା ସରିତାକୁ, ସରିତା ବି ଭଲ ପାଇବା ଆରମ୍ଭ କରୁଥିଲା, ହେଲେ କହିପାରୁନଥିଲା। କିନ୍ତୁ କେମିତି କେଜାଣି ଗୋଟିଏ ଆକ୍ସିଡେଣ୍ଟ କେସ୍ରେ ଫସିଗଲା ସେ, ଆଉ ଜେଲ୍ ହୋଇଗଲା ତାକୁ। ଯାହା ହେଉ, ସରିତା ଭାବୁଥିଲା ତା ଦ୍ୱାରା ହେବାକୁ ଥିବା ଗୋଟିଏ ଭୁଲ ହେଉ ହେଉ ରକ୍ଷା ହେଇଗଲା। ଚତୁର୍ଥୀର ରାତି ଗୋଟିଏ ଝିଅ ଜୀବନ ପାଇଁ ନୂଆ ସଂସାର ଆରମ୍ଭ କରିବାର ଦିନ। ଅପେକ୍ଷା ସ୍ୱପ୍ନର ବଣିକକୁ। ମଦ ଗ୍ଲାସକୁ ହାତରେ ଧରି ଭିତରକୁ ପ୍ରବେଶ କଲେ ଡକ୍ଟର ଅଜୟ ରାଉତ। ସରିତାର ମୁଣ୍ଡ ଘୂରେଇ ଦେଲା। ଏଇ ସେଇ ଅଜୟ ରାଉତ ଯାହାକୁ ଲୋକମାନେ ଭଗବାନ ବୋଲି କୁହନ୍ତି, ତାର ପୁଣି ଏମିତି ରୂପ ଅଛି।